ଦିନକୁ ଦିନ ଦୁଇ ଜଣଙ୍କ କ୍ୟାରିୟର ଷ୍ଟ୍ରେସ୍ ବଢ଼ି ଚାଲିଥିଲା। ସେ କହିଲେ ଏକ୍ଜାମର ଭାଇବା ଯେମିତି ଏମର୍ଜେନ୍ସି ୱାର୍ଡ଼ର ପେସେଣ୍ଟ ପରି। ଆଉ ମୁଁ ଉତ୍ତର ଦେଲି ରିସର୍ଚ୍ଚ ପେପର ପବ୍ଲିକେସନର କଷ୍ଟ ମଧ୍ୟ ଟେକ୍ଟୋନିକ୍ ଲୋଡ୍ ପରି। ଏହି ଗୋଟିଏ ସ୍କ୍ରିନ୍ ସାଜିଥିଲା ଆମ ଦୁଇ ଜଣଙ୍କ ପାଇଁ ସତରେ ଏକ ଭେଣ୍ଟିଲେଟର, ଯେଉଁଥିରେ କି ଏହି ଦୁଇ ଜଣଙ୍କର ମେସେଜ ଆମକୁ ଅକ୍ସିଜେନ୍ ଯୋଗାଉଥିଲା। ସେ ମେସେଜ କଲେ ଡାଇସେକ୍ସନ୍ ଟେବୁଲରେ ବୋନ୍ ଯେତିକି କଷ୍ଟ, ତୁମର ଏହି ହସଭରା ମେସେଜ ମୋତେ କୋମଳିତ କରୁଛି। ଆଉ ମୁଁ ଉତ୍ତର ଦେଲି ଜାଣିଛ, ଫସିଲ ଯେମିତି ଷ୍ଟ୍ରାଟା ଭିତରେ ଲୁଚି ରହିଥାଏ, ତମ ପ୍ରତି ମୋର ଭାବନା ମୋ ମନ ଭିତରେ ଲୁଚି ରହିଛି। ଆଉ ଏମିତି ଚାଲିଥାଏ ଆମ ଭିତରର କଥାବାର୍ତ୍ତା। ଚାଟ୍ ସାଜିଲା ଆମ ପାଇଁ ମିଡନାଇଟ୍ ଥେରାପି, ଆଉ ଆମର ହସଭରା ମେସେଜ ଚାଲିଲା ପେନ୍ କିଲର ଭଳି। ସ୍କ୍ରିନ୍ ଯେମିତି ସତରେ ସାଜି ଯାଇଥିଲା ଆମ ପାଇଁ ମାଇକ୍ରୋସ୍କୋପ, ଯେଉଁଥିରେ ଆମେ ପରସ୍ପରକୁ ଡିକୋଡ୍ କରୁଥିଲୁ। କିନ୍ତୁ ହଠାତ୍ ଏକ ରାତି ଶେଷ ହେଲା ଖାଲି ଇନବକ୍ସରେ। ନା ଆସିଲା ତାଙ୍କ ଆଡ଼ୁ ରିପ୍ଲାଏ, ନା ଗଲା ମୋ ସାଇଟ୍ରୁ ମେସେଜ। ଇସ୍ ନୀରବତା ଯେମିତି ଆର୍ଥକ୍ୱେକ୍ର ଫୋର୍ସ ସକ୍ ପରି ଲାଗିଲା। ଆଉ ମୁଁ ବି ଭାବିଦେଲି ଏଇ ଗ୍ୟାପ୍ କ'ଣ ଆମ ପ୍ରେମର କ୍ରାକ୍?